आज आम देखा सेपरेशन ऑफ सब्सटेंसेस क्लास 6 रो थर्ड चैप्टर। सेपरेशन ऑफ सब्सटेंसेस मीन्स आमे गोटे जिनसर आउ गोटे जिनस केमती अलग करवा मनकर चाउल चाउल आम गोड़ी बाछुचे ସେଇଟା କୁ ହିଁ କୁହନ୍ତି ସେପାରେସନ୍ ଅଫ୍ ସବଷ୍ଟାନ୍ସ। ଚା କଲେ ଚା ପରେ ଛଣାରେ ଆମେ ଚାଟାକୁ ଛାଣିଲେ କ'ଣ ପାଇଁ? ଚା ପତିରୁ ଚାଟାକୁ ଅଲଗା କରିବା ପାଇଁ। ତ ସିଏ ହେଲା ସେପାରେସନ୍ ଅଫ୍ ସବଷ୍ଟାନ୍ସେସ୍ ଗୋଟେ ଉଦାହରଣ। ଦେଖିଦେବା ଏଥିରେ ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ ଅଛି। କୌଣସି ଚାପ୍ଟର ମିସ୍ କରିବାନି, ସବୁ ଚାପ୍ଟର ଦେଖିଦେବା, ତାହେଲେ ଜଣାପଡ଼ିଯିବ ଆମର କ'ଣ ମେଥଡ଼ ଅଫ୍ ସେପାରେସନ୍। କେତେ ପ୍ରକାର ମେଥଡ଼ ଅଛି ସେପାରେସନ୍ କରିବା ପାଇଁ। ଗୋଟେ ହେଲା ହ୍ୟାଣ୍ଡ ପେକିଂ। ହ୍ୟାଣ୍ଡ ପେକିଂ ମାନେ ଆମେ ହାତରେ କେମିତି ମାନେ ଇଏ କରୁଛେ, ସେପାରେସନ୍ କରୁଛେ, ଏଇଟାକୁ ଦେଖନ୍ତୁ। ଯେମିତି ଆମେ ରୋଷେଇ କଲା ପୂର୍ବରୁ ଯେମିତି ଚାଉଳ ବାଛୁଛେ ତା ଦେହରୁ ଗୋଡ଼ି ବାହାର କରୁଛେ, ଗୋଡ଼ିଟା କେମିତି ବାହାର କରୁଛେ? ହାତରେ ବାହାର କରୁଛେ। ହାତ ଆମର ୟୁଜ୍ ହେଉଛି ତ ତାକୁ କୁହନ୍ତି ହ୍ୟାଣ୍ଡ ପେକିଂ। ଯେଉଁଥିରେ ହାତ ୟୁଜ୍ ହୁଏ ତାକୁ କୁହନ୍ତି ହ୍ୟାଣ୍ଡ ପେକିଂ। ତାପରେ ଆଉ ଗୋଟେ ଆସିଲା ଥ୍ରେସିଂ। ଥ୍ରେସିଂ କାଁ କୁହନ୍ତି? ଦେଖନ୍ତୁ ଥ୍ରେସିଂର ଇମେଜ୍ ଦେଖେଇ ଦେଉଛି। ଇଏ ହେଲା ଥ୍ରେସିଂର ଏକ୍ଜାମ୍ପଲ୍। ଥ୍ରେସିଂ ମାନେ ଆମେ ଗୋଟେ ଜାଗା ନେଲେ ସେଇଠି ଶସ୍ୟକୁ ବାଡ଼େଇଲେ, ଯେମିତି ଆମେ ବାଡ଼େଇ ବାଡ଼େଇ ଶସ୍ୟ ଅମଳ ହେଉଛେ। ଯେଉଁମାନଙ୍କର ଚାଷ ହୁଏ ଚାହା ଘରେ, ଏମାନଙ୍କର ଆଗରେ ବି ହେଉଥିଲା, ଏବେ ବି କିଛିଟା ଅଳ୍ପ ଯାହାର ଚାଷ ହୁଏ ସେମାନେ ବାଡ଼ାନ୍ତି, ମୁଗ ବାଡ଼ା ହୁଏ। ତ ଏ ଯେଉଁ ବାଡ଼େଇ ବାଡ଼େଇ ଆମେ ଶସ୍ୟ ବାହାର କରୁନା, ସିଏ ହେଲା ଥ୍ରେସିଂ। ଠିକ୍ ଅଛି। ଇମେଜ୍ରୁ ବୁଝି ହେଇଯିବ, ଭିତରେ ଅନ୍ୟ କିଛି ବି ଲେଖା ହେଇନି। କ'ଣ ଥ୍ରେସିଂ ସେ ବିଷୟରେ ବୁଝା ହେଇଛି। ତାପରେ ଆଉ ଗୋଟେ ଆସିବ ଥ୍ରେସିଂ ଗଲା। ଆଉ ଗୋଟେ ହେଲା ୱିନୋଇଂ। ୱିନୋଇଂ କାହାକୁ କହନ୍ତି? ଇଏ ହେଲା ୱିନୋଇଂ। ଇଏ ହେଲା ଆପଣଙ୍କର ୱିନୋଇଂ। ମାନେ ଆପଣ ଗୋଟେ ଟିକେ ଉଚ୍ଚା ଜାଗାରେ ଛିଡ଼ା ହେଲେ ସେଇଠୁ ଧାନକୁ ଉଡ଼େଇବେ। ମନେକର ଧାନକୁ ଉଡ଼େଇଲେ କ'ଣ ହେବ? ପବନରେ ଯେତେବେଳେ ଧାନ ତଳେ ମାନେ ଇଏ ହେବ ପଡ଼ିବ, ତା ଭିତରେ ଯେଉଁ ଆପଣଙ୍କର ଯେଉଁଠୁ ଉଡ଼ଉଥିବେ ଯେଉଁ ଜାଗାରୁ, ସେଇଠୁ ତଳେ ପଡ଼ିବା ଭିତରେ ଏଇ ଯେଉଁ ମଝି ଭିତରେ ଯାହା ବି ହାଲକା ଧୂଳି ଥିବ, ଯାହା ବି ଡଷ୍ଟ ଥିବ, ସିଏ ଉଡ଼ିଯିବ। ସେ ଆପଣଙ୍କର ଅଲଗା ହେଇଗଲା ଧାନରୁ। ତ ଏଇଟାକୁ କହନ୍ତି ୱିନୋଇଂ। ଉଡ଼େଇକି ଯେଉଁଟା କରନ୍ତି ସେ ହେଲା ୱିନୋଇଂ। ଠିକ୍ ଅଛି। ତାପରେ ଆଉ ଗୋଟେ ରହିଛି ସିଭିଂ। ସିଭିଂ କାଁ କୁହନ୍ତି? ଇଏ ହେଲା ଆପଣଙ୍କର ସିଭିଂ। ଯେତେବେଳେ ଆମର ଘର କାମ ହେଉଛି, ଘର କାମ ହେଲାବେଳେ ଆମର ବାଲି ଯେହେତୁ ଚଲା ହୁଏ, କାହିଁକି? ବାଲି ଭିତରୁ ହାର୍ଡ଼ ହାର୍ଡ଼ ଜିନିଷ ବାହାର କଲେ ଘର ତିଆରି କଲା ବେଳକୁ ସେ ଆପଣଙ୍କର କିଛି ପ୍ରୋବ୍ଲେମ୍ ନ କରୁ, ମାନେ ପୁରା ଆରାମସେ କାମ ହେଇଯାଉ। ତ ଯେଉଁ ମାନେ ଛାଣନ୍ତି, ଯେମିତି ବାଲିଟାକୁ ତା ଦେହରୁ ତା ଡଷ୍ଟଟାକୁ ଅଲଗା କରନ୍ତି, ସେଇଟା ହେଲା ଆପଣଙ୍କ ସିଭିଂ। ଚା କରୁଛନ୍ତି, ଚା ପତିକୁ ଚାରୁ ଅଲଗା କରୁଛନ୍ତି, ସିଏ ହେଲା ସିଭିଂ। ସିଭିଂ ପ୍ରୋସେସ୍। ତାପରେ ଇଏ ଦେଖନ୍ତୁ, ଏବେ ଘରେ ଆପଣଙ୍କର ପିଠାପଣା କରୁଛନ୍ତି କି କୌଣସି ଜିନିଷ କରୁଛନ୍ତି, ଯେତେବେଳେ ଛଣା ୟୁଜ୍ କରୁଛନ୍ତି, ଚାଲୁଣି ଯାହାକୁ କୁହନ୍ତି, ସେ ହେଲା ସିଭିଂର ଉଦାହରଣ। ତାପରେ ଆସିବ ସେଡିମେଣ୍ଟେସନ୍, ଡିକେଣ୍ଟେସନ୍ ଆଣ୍ଡ ଫିଲ୍ଟ୍ରେସନ୍। ସେଡିମେଣ୍ଟେସନ୍ କାହାକୁ କହିବା? ସେଡିମେଣ୍ଟେସନ୍ ହେଉଛି ଗୋଟେ ହେଭିୟର କମ୍ପୋନେଣ୍ଟରୁ ଆପଣ ପାଣି ଆଡ଼୍ କଲା ପରେ ତା ଦେହରୁ ଯାହା ବି ଏବେ ଚାଉଳ, ଏପ ରୋଷେଇ କଲେ ଭାତ ରୋଷେଇ କରିବା ଚାଉଳ ଧୋଇବା ପାଇଁ ଝଳି ଦେଲା, ୱାଟର୍ ଆଡ଼୍ ହେଲା। ୱାଟର୍ ଆଡ଼୍ ହେଲା ପରେ ଚାଉଳରେ ଯାହା ବି ଧାନ ଚୋପା, ଯାହା ବି ଅଳିଆ ମିଳିଥିବ ସେ ଆପଣଙ୍କର ଉପରେ ଭାସିବ। ଠିକ୍ ଅଛି। ସିଏ ହେଲା ସେଡିମେଣ୍ଟେସନ୍। ଆପଣଙ୍କର କ'ଣ ହେଲା? ଚାଉଳଟା ତଳେ ବସିଗଲା, ତା ଉପରେ ସେ ଭାସିଲା। ସେଇ ଯେଉଁ ତାକୁ କୁହନ୍ତି ସେଡିମେଣ୍ଟେସନ୍। କାହାକୁ କୁହନ୍ତି? ଧୂଳିରୁ ଚାଉଳଟା ଅଲଗା ହେଲା। ଯେତେବେଳେ ତାକୁ ଆପଣ ପୋର୍ କରିଦିଅନ୍ତି, ଢାଳି ଦିଅନ୍ତି, ଅଲଗା କରିଦିଅନ୍ତି, ତାକୁ କୁହନ୍ତି ଡିକେଣ୍ଟେସନ୍। ଯେତେବେଳେ ସେ ଟୋଟାଲ୍ ରିମୁଭ୍ ହୋଇଯାଏ ତାକୁ କୁହନ୍ତି ଡିକେଣ୍ଟେସନ୍। ଫିଲ୍ଟରେସନ୍ ହେଉଛି ଆପଣ ଫିଲ୍ଟର ପେପର୍ ୟୁଜ୍ କରିକି ଯେତେବେଳେ ଛାଣନ୍ତି, ସିଏ ହେଲା ଫିଲ୍ଟରେସନ୍। ଠିକ୍ ଅଛି। ତାପରେ ଆଉ କ'ଣ ଅଛି ଦେଖିଦେଉଛି। ଏଭାପୋରେସନ୍ ଗୋଟେ। ଏଭାପୋରେସନ୍ ହେଉଛି ମନେକର ଲୁଣ ପାଣି ରହିଲା। ଲୁଣ ପାଣି ଆପଣଙ୍କର ତାକୁ ଅଲଗା କରିବାର ଅଛି। ପାଣିରୁ ଲୁଣକୁ କେମିତି ଅଲଗା କରିବେ? ତାକୁ ହଟ୍ କରିଦେବେ, ଗରମ ହେବ। ଗରମ ହେଲା ପରେ ଲୁଣ ଆପଣଙ୍କର ବାଷ୍ପ ହୋଇଯିବ। ତ ବାକି ରହିଲା କ'ଣ? ୱାଟର୍। ପାଣି ରହିଗଲା। ତ ସେ ଯେଉଁ ବାଷ୍ପ ହେଇଗଲା ସେଟା ୱାଟର୍ ଭେପର୍। ଓକେ, ସେଇ ଏଭାପୋରେସନ୍ ହେଇଗଲା। ସେଇଟାକୁ କୁହନ୍ତି ଏଭାପୋରେସନ୍ ମେଥଡ଼। ମେଥଡ଼ ଅଫ୍ ସେପାରେସନ୍ ଆମେ ଦେଖିଲେ କେତେ ଗୁଡ଼ିଏ। ଠିକ୍ ଅଛି। ତାପରେ ଆଉ କ'ଣ ଅଛି ଦେଖିଦେବା। କଣ୍ଡେନସେସନ୍ କାହାକୁ କୁହନ୍ତି? କଣ୍ଡେନସେସନ୍ ହେଉଛି ଆପଣଙ୍କର କନଭର୍ସନ୍ ଅଫ୍ ୱାଟର୍ ଭେପର୍ ଇଣ୍ଟୁ ଲିକ୍ୱିଡ଼ ଫର୍ମ। ଇଟ୍ ଇଜ୍ କଲ୍ଡ କଣ୍ଡେନସେସନ୍। ଆପଣ ଯେତେବେଳେ ରୋଷେଇ କରୁଛନ୍ତି,
ଏଇ ଏକ୍ଜାମ୍ପଲ୍ର ଛୋଟ ଛୋଟ ଏକ୍ଜାମ୍ପଲ୍ରୁ ଟୋଟାଲ୍ ଚାପ୍ଟର ବୁଝି ହେଇଯିବ। ଯେତେବେଳେ ରୋଷେଇ ହେଉଛି, ଭଜା କରନ୍ତୁ କି ଭାତ କରନ୍ତୁ, ଯାହା ବି ଆପଣ ଢାଙ୍କୁଣୀ ଯେତେବେଳେ ଘୋଡ଼ଉଛନ୍ତି, ଢାଙ୍କୁଣୀ କାଢ଼ିଲା ପରେ ଢାଙ୍କୁଣୀ ତଳେ ଛୋଟ ଛୋଟ ବୁନ୍ଦା ବୁନ୍ଦା ଲାଗିଥାଉଛି, ସେ କ'ଣ? ସେ ଆକ୍ଚୁଆଲି ସେ ୱାଟର୍ଟା ଭେପରାଇଜେସନ୍ ହେଉଥିଲା, ଜଳୀୟ ବାଷ୍ପରେ ଯେହେତୁ ଆପଣ ଘୋଡ଼େଇ ଦେଇଛନ୍ତି ସେ ତା ତଳେ ରାଗିଗଲା। ସେ କ'ଣ ହେଲା? ବାମ୍ଫରୁ ଲିକ୍ୱିଡ଼ରେ ଫର୍ମ ହେଲା ଆପଣଙ୍କର, ବାମ୍ଫରୁ ତରଳ ଅବସ୍ଥାକୁ ଆସିଲା। ତାକୁ କୁହନ୍ତି କଣ୍ଡେନସେସନ୍, ପ୍ରୋସେସ୍ ଅଫ୍ କନଭର୍ସନ୍ ଅଫ୍ ୱାଟର ଭେପର ଇନଟୁ ଇଟ୍ସ ଲିକ୍ୱିଡ଼ ଫର୍ମ, ଦ୍ୟାଟ୍ ଇଜ୍ କଣ୍ଡେନସେସନ୍। ଠିକ୍ ଅଛି। ତାହେଲେ ଆଉ କ'ଣ ରହିଛି ଦେଖିଦେବା। ଆଉ କିଛି ନାହିଁ। ତାପରେ ସମରି କରିଦେବା। ହ୍ୟାଣ୍ଡ ପିକିଂ, ୱିନୋଇଂ, ସିଭିଂ, ସେଡିମେଣ୍ଟେସନ୍, ଡିକେଣ୍ଟେସନ୍, ଫିଲ୍ଟ୍ରେସନ୍ ଆର୍ ସମ୍ ମେଥଡ଼ ଅଫ୍ ସେପାରେଟିଂ ସବଷ୍ଟାନ୍ସ ଫ୍ରମ୍ ଦେୟାର ମିକ୍ସଚର୍ସ, ଆମେ ଏବେ ଦେଖିଲେ। ଠିକ୍ ଅଛି। ତାପରେ ହସ୍କ ଆଣ୍ଡ ଷ୍ଟୋନ୍ସ କୁଡ୍ ବି ସେପାରେଟେଡ୍ ଫ୍ରମ୍ ଗ୍ରେନ୍ସ ବାଇ ହ୍ୟାଣ୍ଡ ପିକିଂ, ହାତରେ ଆମେ ବାହାର କରିପାରିବା ଧୂଳି କିମ୍ବା ଛୋଟ ଛୋଟ ପଥର। ହସ୍କ ଇଜ୍ ସେପାରେଟେଡ୍ ଫ୍ରମ୍ ହେଭିୟର ସିଡ୍ସ ଅଫ୍ ଗ୍ରେନ୍ ବାଇ ୱିନୋଇଂ, ଯେମିତି ଆମେ ଗୋଟେ ଉଚ୍ଚ ଜାଗାରେ ଠିଆ ହେଇକି ଉଡ଼େଇଲା ପରେ ସେଥିରୁ ଆମେ ଧୂଳିମୂଳି ଅଲଗା କରିପାରିଲେ। ଡିଫରେନ୍ସ ଇନ୍ ଦ ସାଇଜ୍ ଅଫ୍ ପାର୍ଟିକଲ୍ସ ଇନ୍ ଏ ମିକ୍ସଚର ଇଜ୍ ୟୁଟିଲାଇଜ୍ଡ ଟୁ ସେପାରେଟ୍ ଦେମ୍ ବାଇ ଦ ପ୍ରୋସେସ୍ ଅଫ୍ ସିଭିଂ ଆଣ୍ଡ ଫିଲ୍ଟ୍ରେସନ୍। ଆମେ ଡିଫରେଣ୍ଟ ସାଇଜ୍ ଅଫ୍ ମାନେ ପାର୍ଟିକଲ୍ସକୁ ଦେଖିକି ଆମେ ସିଭିଂ ଆଉ ଫିଲ୍ଟ୍ରେସନ୍ ୟୁଜ୍ କରିକି ତାକୁ ଅଲଗା କରିପାରିବା। In a mixture of sand and water, the heavier sand particle settles down near the bottom and the water be separated by decantation. ବାଲିରେ ଆମେ ପାଣି ଢାଳିଦେବା। ପାଣି ଢାଳିଦେଲେ କ'ଣ ହେବ? ବାଲିଟା ତଳେ ବସିଯିବ, ପାଣିଟା ଅଲଗା ହେଇଗଲେ ଅଲଗା ହେଇଯିବ, ତାକୁ କୁହନ୍ତି ଡିକେଣ୍ଟେସନ୍। ତାପରେ ରହିଲା filtration can be used to separate the component of a mixture of an insoluble solid and liquid। ଯେମିତି ଚା ଆପଣଙ୍କର କଲେ, ଚାରେ କ'ଣ ଚା ପତିଟା ଇନସଲ୍ୟୁବୁଲ୍ ନା, ତ ତାକୁ ଆମେ କେମିତି ଅଲଗା କରିବା? ଫିଲ୍ଟର ପେପର ୟୁଜ୍ କରିପାରିବା। ଏଭାପୋରେସନ୍ ଇଜ୍ ଦ ପ୍ରୋସେସ୍ in which a liquid converted into vapor. Evaporation can be used to separate a solid dissolved in a liquid। ଆମେ ଏଭାପୋରେସନ୍ ଏବେ ଏକ୍ଜାମ୍ପଲ୍ ନେଲେ, ଯେମିତି ରୋଷେଇ କଲାବେଳେ ଯାହା ବି ଗୋଟେ ଜିନିଷ ଫୁଟେଇଲେ ଆପଣ ଘୋଡ଼େଇ ଦେବେ, ତ ତଳେ ଯେଉଁଗୁଡ଼ା ଲାଗିଥିବ ଛୋଟ ଛୋଟ ବୁନ୍ଦା ବୁନ୍ଦା ହେଇକି, ସେ କ'ଣ ଆକ୍ଚୁଆଲି ଆପଣଙ୍କର ଏଭାପୋରେଟ୍ ହେଉଥିଲା। ଆପଣ ଘୋଡ଼େଇ ଦେଇଥିଲେ, ଯିବାକୁ ରାସ୍ତା ନଥିଲା ଯେହେତୁ ସେ ଢାଙ୍କୁଣୀ ତଳେ ଲାଗିଗଲା, ତ ସେ କ'ଣ ହେଲା? ଆପଣଙ୍କର ଭେପର ଅବସ୍ଥାକୁ ଲିକ୍ୱିଡ଼ ଫର୍ମକୁ ଆସିଲା, ହେଲା ଏଭାପୋରେସନ୍। ସାଚୁରେଟେଡ୍ ସଲ୍ୟୁସନ୍ ଇନ୍ ହ୍ୱିଚ୍ no more of that substance can be dissolved। ଠିକ୍ ଅଛି। more of a substance can be dissolved in a solution by heating it। ସାଚୁରେଟେଡ୍ ସଲ୍ୟୁସନ୍ ମାନେ ଟୋଟାଲ୍ ଡିଜଲ୍ଭ ହେଇଯିବ, ଆପଣଙ୍କର କିଛି ବି ରହିବନି। ଲୁଣ ପାଣି ବରଂ ଆପଣ ପାଣିରେ ଲୁଣକୁ ଗୋଳେଇଲେ, ସେ କ'ଣ ହେଲା? ପୁରା କମ୍ପ୍ଲିଟଲି ଡିଜଲ୍ଭ ହେଇଯିବ। ୱାଟର ଡିଜଲ୍ଭ ଡିଫରେଣ୍ଟ ଆମାଉଣ୍ଟ ଅଫ୍ ସଲ୍ୟୁବଲ୍ ସବଷ୍ଟାନ୍ସେସ୍ ଇନ୍ ଇଟ୍। ଦେଖିବା ଆଉ କ'ଣ ଇମ୍ପୋର୍ଟାଣ୍ଟ ସମରି ଦେଇଛି। ସମରି ଆଉ କିଛି ନାହିଁ, ଏତିକି। ଏଥିରେ ହେଇଗଲା ଆମର ଥାର୍ଡ଼ ଚାପ୍ଟର କମ୍ପ୍ଲିଟ୍ ହେଇଗଲା। ସେପାରେସନ୍ ଅଫ୍ ସବଷ୍ଟାନ୍ସ ଆମେ ଜାଣିଲେ। ଏଥିରେ ଖାଲି ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ମେଥଡ଼ ଅଫ୍ ସେପାରେସନ୍, କେଉଁ ମେଥଡ଼କୁ କ'ଣ କୁହନ୍ତି। ସବୁ ମେଥଡ଼ ଆମେ ଜାଣିଛେ, ସେପାରେସନ୍ କେମିତି କରନ୍ତି ସବୁ ଜାଣିଛେ, କିନ୍ତୁ କାହାକୁ କ'ଣ ନାଁ ଦିଆଯାଏ ସେଇଟା ଏଇଠି ଲେଖା ହେଇଛି, ବାସ୍ ସେତିକି ଆପଣ ଦେଖିଦେବେ ହେଇଯିବ। ୟା ଭିତରେ ପଢ଼ିବା ପୂର୍ବରୁ ଖାଲି ଆପଣଙ୍କର ତା'ର ଇମେଜ୍ ଦେଖିଦେବେ। ଇମେଜ୍ ତଳେ ଲେଖା ହେଇଛି ମାନେ କ'ଣ, କେଉଁ ମେଥଡ଼କୁ କ'ଣ କୁହନ୍ତି, ତାହେଲେ ବୁଝି ହେଇଯିବ ଆରାମସେ। ଥ୍ୟାଙ୍କ ୟୁ ସୋ ମଚ୍।